ସେଇଟା ମୋତେ ଲାଗୁଛି ମେଡ଼ିକାଲରେ ଟେଷ୍ଟ କରିବାକୁ ପଡ଼ିବ। ଓଠଟା ଟେଷ୍ଟ କରିବାକୁ ପଡ଼ିବ। ମୋତେ ଲାଗୁଛି ଯେତେବେଳେ ଜନ୍ମ ହେଇଥିଲେ ତାଙ୍କର ମାଆଙ୍କ ଓଠ ବୋଧେ ଉପରେ ରହିଲା, ବାପାଙ୍କ ଓଠ ବୋଧେ ମୋର ରହିଗଲା ଆଉ। ଆଖି ଯଦି ଆପଣ ଯେମିତି କହିଲେ ମୋତେ ଲାଗୁଛି ଗୁଲୁ ଭାଇକି ଠିଆ କରି ତାଙ୍କ ଆଖି ମୋ ଆଖି ଜଏଣ୍ଟ କରି ମାପିବାକୁ ପଡ଼ିବ। ଯେମିତି ଦେଖିଲା ମାନେ ଆପଣ କହୁଛନ୍ତି ଯେମିତି ତା ଆଖି ମୋ ଆଖି ମିଶି ଯାଉଛି, ନ ଠିଆ ହେଲେ ଜାଣିପାରିବିନି। ଗୋଟେ ଥର ଗୁଲୁ ଭାଇକି ଠିଆ କରି ତାଙ୍କ ଆଖି ମୋ ଆଖି ମାପିବାକୁ ପଡ଼ିବ ଆକ୍ଚୁଆଲି ଠିକ୍ ମିଶୁଛି ନା ନାହିଁ। ଗୁଲ ଭାଇ ଯଦି ଦେଖୁଛ, ଖାଲି ଗୋଟିଏ ଜିନିଷ ମିଡ଼ିଆ ମାଧ୍ୟମରେ କହିବି, ଆଉ ମୁଁ ବି ହାଲକେଇ ଫୁଲକେଇ ଟିକେ କମେଡ଼ି କରିବାକୁ ଚାହୁଁଛି। ଆଉ ତମେ ବି ଫୋନ୍ କରିଥିଲ, କହିଥିଲ ଗୋଟେ ଅଫର୍ ଦେବ। ଥରେ ଯଦି ଅଫର୍ ଦେଇ ଦୁଇ ଭାଇଙ୍କୁ ଆସିକି ଆଣିବା ନା, କଚା କଚ ମାର୍କେଟ ଘାଣ୍ଟି ଦେବା। ଖାଲି ଦୁଇ ଭାଇ ଆସିଲା ମାନେ ମାର୍କେଟ ନିଶ୍ଚିନ୍ତ ଭାବରେ ମାର୍କେଟକୁ ଘାଣ୍ଟି ଦେବୁ। ଦୁଇ ଭାଇ ମାନେ କନଫ୍ୟୁଜ୍ ଲୋକ ହେଇଯିବେ ନା। ଗୁଲୁଆ ପୁଣି ଯେଉଁ କହୁଛନ୍ତି କଣ୍ଟ୍ରୋଭର୍ସି ଅଛି ନା, ଗୁଲୁ ଭାଇ ସମସ୍ତଙ୍କୁ ଜଣେଇଦେବେ ମୋ କଣ୍ଟ୍ରୋଭର୍ସି ଭିତରେ ଆଉ ଗୋଟେ ଜୁନିୟର ଗୁଲୁଆ ବାହାରିଲାଣି। ଗୁଲୁଆ ଭାଇକି ମୁଁ ବହୁତ ଭଲ ପାଏ। କାହିଁକିନା ଗୁଲୁଆ ଭାଇ ମାନେ ପ୍ରକୃତରେ ଆକ୍ଚୁଆଲି ତାଙ୍କର ଭାଷା ଅବଶ୍ୟ ଟିକେ ସ୍ଲାଙ୍ଗସ୍ ୟୁଜ୍ କରନ୍ତି, କିନ୍ତୁ ପ୍ରକୃତରେ ଓରିଜିନାଲ କମେଡ଼ି ତାଙ୍କର ମୋତେ ଲାଗେ। କମେଡ଼ିଆନ୍ ଅଛନ୍ତି, କିନ୍ତୁ ଏବେକା ଟ୍ରେଣ୍ଡିଂ କମେଡ଼ିଆନ୍ ସିଏ। ଦେଖନ୍ତୁ ସିଏ, ମୁଁ କହୁଛି ଏତେ କଳାକାର ଅଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିରେ, ଖାଲି ସେ ଚାଲିଯିବେ ମୁଁ ତ ନଥିଲା କିଛି ହବନି ଯେଉଁ କଛାଟା ଧରି ଚାଲିବେ, ତାଙ୍କ ଭଳିଆ ଚାଲିବା କେହି ନାହିଁ। ଖାଲି ଗୋଟିଏ ଚାଲି ଦେଇଯିବେ। ବିଧବା ମହିଳା ଯଦି କାନ୍ଦୁଥିବ ଆଗେ ହସିଦେବ, ପେଟରେ ଯଦି ପିଲା ହେଇଥିବ ସେ କାନ୍ଦୁ ହଉଥିବ, ସିଏ ବି ଏମିତି ହସିଦେବ। କାରଣ ତାଙ୍କ ସିନେମା ଗୋଟେ ଅଛି ଟ୍ୟାଲେଣ୍ଟ ତାଙ୍କ ପାଖରେ, ଭାଇ ପାଖରେ। ଗୁଲୁଆ ଭାଇଙ୍କ ଡାଇଲଗ୍ ତ ମୋର ମିଶିବନି, ଆଉ କିନ୍ତୁ ମୋର ଗୋଟିଏ ଡାଇଲଗ୍ ତାଙ୍କର ବେଶୀ ପସନ୍ଦ ଲାଗେ। ଆସ 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 ସନ୍ଧ୍ୟାବେଳେ ଆଡ଼େ ଟିକେ ଘରକୁ ଆସ, ସେଇଠି କଥା ହବା, ଆସ ଆସ। ଏଗୁଡ଼ା ଟିକେ ମୋତେ ବେଶୀ ପସନ୍ଦ ଲାଗେ। ଡାଇଲଗ୍ ଅଛି, ସବୁ ଅଛି, କିନ୍ତୁ ତାଙ୍କ ଭଏସ୍ଟା ମୁଁ କ'ଣ ଅରିଜିନାଲ କରିପାରିବି? ଅରିଜିନାଲ କରିପାରିବିନି, କିନ୍ତୁ ତାଙ୍କୁ ଟିକେ ଫଲୋ। ଆଉ ଗୋଟେ ଆପଣଙ୍କ ମିଡ଼ିଆ ମାଧ୍ୟମରେ ଗୋଟେ କଥା କହି ରଖୁଛି, ଯଦି ବି ଏବେ ଜଗତସିଂହର ତୀର୍ତ୍ତୋଳ ଲୋକ କିଏ ଦେଖୁଥିବେ, ସେ ଠିକ୍ ଜାଣିପାରୁଥିବେ। ବିଗତ 4-5 ବର୍ଷ ତଳେ ମୋତେ ଗୋଟେ ସାଙ୍ଗଟା ଗୁଲୁଆ ଭଳିଆ ପୁରା ଡାଇରେକ୍ଟ ଫେସ୍ କଟିଂ ତମର ଅଛି, ସେମିତି ଭାଇଙ୍କ ଭଳିଆ ଚୁଟି କାଟିଦେଲା, ଦାଢ଼ି କାଟିଦେଲା, ଧୋତି ଖଣ୍ଡେ ପିନ୍ଧେଇଦେଲା, ଜାମା ପିନ୍ଧେଇଦେଲା, ପୁରା ମେକଅପ୍ ଫେକଅପ୍ ଦେଇଦେଲା। ସେଠି ଆନାଉନ୍ସ କରିଦେଲା ଗୁଲୁଆ ଆଉଛନ୍ତି। ଆପଣ ବିଶ୍ୱାସ କରେନି, ଭିଜୁଆଲ୍ ଫୁଟେଜ୍ ବି ମୋ ପାଖରେ ଅଛି। ମୁଁ ଯେତେବେଳେ ଷ୍ଟେଜ୍କୁ ମୁଁ ପାଖାପାଖି 15 ଦିନ କଣ୍ଟିନ୍ୟୁ ତାଙ୍କ ଭିଡ଼ିଓକୁ ଦେଖୁଥିଲି, ସେ କେମିତି କ'ଣ କରୁଛନ୍ତି। 15 ଦିନ କପି କରିସାରିଲା ପରେ ଯେତେବେଳେ ଷ୍ଟେଜ୍କୁ ଚଢ଼ିଗଲି, ବିଶ୍ୱାସ କରେନି ପାଖାପାଖି 700-800 ଝିଅ ପିଲା ମୋ ଚାରିପଟେ ଠିଆ ହେଇଗଲେ, ଗୁଲୁଆ ଭାଇ ସେଲ୍ଫି। ମୁଁ ସେତେବେଳେ ମୋ ଛାତି ଆହୁରି 1.5 ଇଞ୍ଚ ଫୁଲିଗଲା। ମୁଁ କହିଲି ଗୁଲୁଆ ଭାଇ ମାନେ କ'ଣ କପି କଲି ବୋଲି ଗୁଲୁଆ ଭାଇ ହେଇଗଲି ନା। କେହି ଜାଣିପାରିଲେନି, ପ୍ରୋଗ୍ରାମ ସରିଲା ପର୍ଯ୍ୟନ୍ତ ବି କେହି ଜାଣିପାରିଲେନି। ତାଙ୍କ ନାଚ ଖାଲି ଡାଇଲଗ୍ଟା କହିପାରୁନଥିଲି, କାହିଁକିନା ମିଶୁନଲା। ନାଚ ଫାଚ ସବୁ ତାଙ୍କ ଚାଲିଚଳନ ସବୁ କରିଥିଲି। ପ୍ରୋଗ୍ରାମ କରି ପଇସା ନେଇ ଆଇଲେ ବି ଲୋକ ଜାଣିପାରିଲେନି। ଆସିଲା ବେଳେ କିଛି ଲୋକ ଜାଣିଦେଲେ, କହିଲେ ଟିକେ କ'ଣ କଳା ଦେଖାଯାଉଛି। ମୁଁ କହିଲି ହଁ, ନାଇଁ ନାଇଁ, ମୁଁ ଆକ୍ଚୁଆଲି ଗୁଲୁଆ ନୁହେଁ। ସେଇଠି ଟିକେ କଲରରୁ ଜଣା ପଡ଼ିଗଲା। ହଁ, ନାଇଁ ସେଇଟା କହିଲିନି କି, ସେଇଠି ଟିକେ ଧରା ପଡ଼ିଗଲି। ନହେଲେ ପୁରା ପ୍ରୋଗ୍ରାମ ଶେଷ ପର୍ଯ୍ୟନ୍ତ କେହି ଲୋକ ଜାଣିପାରିଲେନି ଗୁଲୁଆ ବୋଲି। ଯଦି ଏବେ ଜଗତସିଂହର ତୀର୍ତ୍ତୋଳ ଲୋକ କିଛି ଦେଖୁଥିବେ, ତାହେଲେ ନିଶ୍ଚିତ ଭାବରେ ଜାଣିପାରୁଥିବେ ଗୋଟେ ପ୍ରୋଗ୍ରାମରେ ମୁଁ ଯାଇଥିଲି, ଜୁନିୟର ଗୁଲୁଆ, କିନ୍ତୁ କେହି ଜାଣିନାହାନ୍ତି। ସମସ୍ତେ ଭାବୁଥିଲେ ମୁଁ ଗୁଲୁଆ। ସମସ୍ତେ ମୋ ସାଙ୍ଗରେ ବହୁତ ଜଣ ସେଲ୍ଫି ବି ନେଇଛନ୍ତି।